ପ୍ରକାର ହିନ୍ଦୁ ବା ବଜରଙ୍ଗ ଦଳର ଗୋଟେ କାର୍ଯ୍ୟକର୍ତ୍ତା ଆମେ ଭାରତର ସଂସ୍କୃତି, ଭାରତର ପରମ୍ପରା, ଭାରତର ଦେବୀ ଦେବତାଙ୍କୁ ମଧ୍ୟ ଆମେ ଦିଲ୍ସେ ମାରିକି ଆମେ ମୁଣ୍ଡରେ ଭୋଇଁକି ଚାଲୁଛୁ। ଆଜିକାଲି କିଛି ଦୁବଲା ସଭା ଖ୍ରୀଷ୍ଟିଆନ ମାନେ ଅଛନ୍ତି ଯେ ଖ୍ରୀଷ୍ଟମାସ ବନଉଛନ୍ତି। ତ ସେଇ ଆମେ ରାମଙ୍କୁ ମାନୁଛୁ ଆଉ ଭାରତର ସଂସ୍କୃତିକୁ ମାନି ଚାଲୁଛୁ। ଚାଲିବା ସଙ୍ଗେ ସଙ୍ଗେ ଏଇ ଖ୍ରୀଷ୍ଟମାସରେ ଆମେ ଚାରିଟା କୁଣ୍ଡି ଆଉ ଗୋଟେ ହାତୋଡ଼ା ଧରିକି ମଧ୍ୟ ଚାଲୁଛୁ। ଏଇ ଖ୍ରୀଷ୍ଟମାସ ଡିସେମ୍ବର 25ରେ ଯଦି କିଏ ଆମକୁ ହାପି ଖ୍ରୀଷ୍ଟମାସ ବୋଲିକି ଜଣେଇବ ତ ସିଧା ତାକୁ କଣ କହିବ କହିଲ? ନା ବାପା ମାଙ୍କୁ କଟା ହବ, ଯେମିତି ଯୀଶୁକୁ ଚାରିଟା ହାତରେ ମାନେ ମାରିଛନ୍ତି ସେଇ ସିଷ୍ଟମ କରାହବ। ସେଇ ଚାରିଟା କୁଣ୍ଡି ସେଇ ଲୋକକୁ ମାରି ତା ଯୀଶୁ ପାଖକୁ ମଧ୍ୟ ପହଞ୍ଚେଇ ଦେବୁ ଆମେ। ଏଇଟା କଣା ଜବାବ ଭାଇ ହିନ୍ଦୁ ରକ୍ତ ବହୁଛି, ହିନ୍ଦୁ ରକ୍ତ ସନାତନ ଧର୍ମର କଣ? ପ୍ରେଜ୍ ଦ ଲର୍ଡ। ମୋର ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋସେସ୍ ନ୍ୟୁଜ୍ ଟିଭିରେ। ବର୍ତ୍ତମାନ ଆପଣମାନେ ଯେଉଁ ଭିଡ଼ିଓକୁ ଦେଖି ସାରିଅଛନ୍ତି, ହଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନେ ଶୁଣି ଅଛନ୍ତି ଯେ ଦୁଇ ଜଣ ଭାଇମାନେ ଏହି ଖ୍ରୀଷ୍ଟମାସ ସମୟରେ କଳିର ବୀଜକୁ ବୁଣୁ ଅଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଉ ସେମାନେ ଏହିପରି କହୁଛନ୍ତି ଯେ ଆମମାନେ ହାତୁଡ଼ି ଆଉ କଣ୍ଟା ଧରିକି ବୁଲୁଅଛୁ। ଯଦି ଖ୍ରୀଷ୍ଟିଆନ ଲୋକମାନେ ଯଦି ଆମମାନଙ୍କୁ ହାପି ଖ୍ରୀଷ୍ଟମାସ କହିବେ, ତେବେ ତାଙ୍କୁ ଆମମାନେ କଣ୍ଟା ବାଡ଼େଇକି ଯୀଶୁଙ୍କ ପରି ଟଙ୍ଗେଇ ଦେବୁ, ଏହିପରି ସେମାନେ କହୁଛନ୍ତି। ହଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ତାଙ୍କ ହୃଦୟ ଭିତରେ ଯାହା ଅଛି ସେମାନେ ତାହା ଦେଖାଉଛନ୍ତି। ଆଉ ଏହି ସମୟରେ ସେମାନେ ପରିଶ୍ରମ କରି ରୋଜଗାର କରିବା ସମୟରେ ସେମାନେ ହାତୁଡ଼ି ଆଉ କଣ୍ଟା ଧରିକି ବୁଲୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏହିପରି ଭିଡ଼ିଓକୁ ଦେଖି ଆପଣମାନେ ନିରାଶ କିମ୍ବା ହତାଶ ହୁଅନ୍ତୁ ନାହିଁ। ଏହିପରି ଜଗତରେ ବହୁତ ଲୋକମାନେ ଅଛନ୍ତି ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ବିରୋଧ କରୁଛନ୍ତି। ତା ସହିତ ଖ୍ରୀଷ୍ଟିଆନ ଲୋକମାନଙ୍କୁ ବହୁତ ମିଛ ଆରୋପ ମଧ୍ୟ ଲଗାଉଛନ୍ତି ଆଉ ସେମାନଙ୍କୁ ଡରାଉଛନ୍ତି, ଧମକାଉଛନ୍ତି। ଆପଣମାନେ ଏ ସମସ୍ତ ବିଷୟକୁ ଜାଣିଅଛନ୍ତି। କିନ୍ତୁ ଏହି ଶରୀରକୁ ଏବଂ ଆତ୍ମାକୁ ବିନଷ୍ଟ କରିବା ପରମେଶ୍ୱର ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯିଏକି ଏହି ଜଗତକୁ ମାନବ ରୂପ ଧାରଣ କରିକି ଆସିଥିଲେ। ଆଉ ସେଇ ପରମେଶ୍ୱର ଆମମାନଙ୍କୁ ଯାହା ଶିଖାଇ ଅଛନ୍ତି ତାହା ଆମମାନେ କରି ଚାଲିବା। ଆଉ 24-25ରେ ଧୁମଧାମ ଈଶ୍ୱରଙ୍କର ଆରାଧନା ପ୍ରଶଂସା କରନ୍ତୁ। ଆଉ ଆପଣ ବଞ୍ଚିଥିବା ଯାଏଁ ପରମେଶ୍ୱରଙ୍କର ପ୍ରଶଂସା କରନ୍ତୁ ଆଉ ଈଶ୍ୱରଙ୍କର ବାକ୍ୟ ଅନୁସାରେ ଚାଲନ୍ତୁ। ସେଠାରେ ବହୁ ମାତ୍ରାରେ ଆଶୀର୍ବାଦ ଅଛି। ହଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଯେଉଁମାନେ କି ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିରୋଧ କରୁଅଛନ୍ତି, ଆଉ ଯେଉଁ ଭାଇମାନେ ଏହିପରି ଖ୍ରୀଷ୍ଟିଆନ ଲୋକମାନଙ୍କୁ ନେଇ ଏହିପରି କହୁଛନ୍ତି, ସେମାନଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁ ତାଙ୍କରି ଜୀବନରେ ମଧ୍ୟ କାର୍ଯ୍ୟ କରନ୍ତୁ। ତାଙ୍କେ ଯେଉଁ ଅନ୍ଧକାର ଅଛନ୍ତି ସେମାନେ ଆଲୋକକୁ ଦେଖିପାରନ୍ତୁ, ଆଲୋକକୁ ଜାଣନ୍ତୁ ଆଉ ସତ୍ୟ କ'ଣ ତାହା ବୁଝିପାରନ୍ତୁ। ପ୍ରଭୁ ତାଙ୍କର ଜୀବନରେ କାର୍ଯ୍ୟ କରନ୍ତୁ। ହଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଈଶ୍ୱରଙ୍କ ଠାରେ ଆନନ୍ଦ କରିବା। ଆମେ ସତ୍ୟ ଈଶ୍ୱର ଜୀବିତ ପରମେଶ୍ୱରଙ୍କୁ ଆମମାନେ ପାଇଅଛୁ। ଆଉ ସେହି ଈଶ୍ୱର କାହାକୁ ମଧ୍ୟ ଘୃଣା କରିବା ପାଇଁ ଆମମାନଙ୍କୁ ଶିଖାଇ ନାହାନ୍ତି, ସମସ୍ତଙ୍କୁ ପ୍ରେମ କରିବା ପାଇଁ ଆମମାନଙ୍କୁ ଶିଖାଇଛନ୍ତି। ଆଉ ବାଇବଲ ତାହା ଆମମାନଙ୍କୁ ଶିକ୍ଷା ଦିଏ। ସେଥିପାଇଁ ଯଦି ଲୋକମାନେ ଏହିପରି କହୁଛନ୍ତି, ତେବେ ସେଇ ବିଷୟକୁ ନେଇ ଆପଣମାନେ କୌଣସି ଭାବରେ ଚିନ୍ତିତ ହୁଅନ୍ତୁ ନାହିଁ। ଆମମାନଙ୍କର ଈଶ୍ୱର ଆମମାନଙ୍କ ସାଥିରେ ଅଛନ୍ତି ଆଉ ଆମମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ। ସେ ଆକାଶ ଏବଂ ପୃଥିବୀକୁ ନିର୍ମାଣ କରିଅଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କୁ ହାତୁଡ଼ି କିମ୍ବା କଣ୍ଟା ଧରିବା ଆବଶ୍ୟକତା ନାହିଁ, କାହିଁକି ନା ଈଶ୍ୱର ଆମମାନଙ୍କ ସାଥିରେ ଅଛନ୍ତି। ଆମମାନେ ମଲେ ମଧ୍ୟ ଲକ୍ଷେ, ବଞ୍ଚିଥିଲେ ମଧ୍ୟ ଲକ୍ଷେ। ତାଙ୍କ ଯୀଶୁଙ୍କ ପାଇଁ ଆମମାନେ ବଞ୍ଚିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନେ ଏହି ସମୟ ପର୍ଯ୍ୟନ୍ତ ଆପଣମାନେ ଏହି ଭିଡ଼ିଓକୁ ଦେଖିଅଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।